ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ଆଦି ପୁସ୍ତକ ଏକ ପର୍ବ 14 ପଦରୁ ଆମେ 19 ପଦ ପର୍ଯ୍ୟନ୍ତ ବାକ୍ୟ ଦେଖିବା ଆଜି। ଅନନ୍ତର ପରମେଶ୍ୱର କହିଲେ, ରାତ୍ରିରୁ ଦିବସକୁ ପୃଥକ କରିବା ନିମନ୍ତେ ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ। ପୁଣି ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ। ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶ ମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାନ୍ତୁ। ତହିଁରେ ସେପରି ହେଲା। ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବାକୁ ଏକ ମହାଜ୍ୟୋତି ଓ ରାତିରେ କର୍ତ୍ତୃତ୍ୱ କରିବାକୁ ତାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ। ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଓ ରାତ୍ରି ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ ଆଉ ଦୀପ୍ତି କି ଅନ୍ଧକାର ପୃଥକ କରିବା ପାଇଁ ପରମେଶ୍ୱର ଆକାଶ ମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ। ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା। ବାଇବଲରେ ଚତୁର୍ଥ ଦିବସ ହେଉଛି ବେଶୀ ଆଶୀର୍ବାଦର ଦିନ। ଆଉ ଚତୁର୍ଥ ଦିବସ ଏଇଟା ଅନୁଗ୍ରହର ଦିନ ମଧ୍ୟ ପ୍ରକୃତିରେ କୁହାଯାଏ। ଯେମିତି ଆମେ ଦେଖୁଛୁ, ଯେତେବେଳେ ପରମେଶ୍ୱର କହିଲେ ଦୀପ୍ତି ଦିବସକୁ ପୃଥକ କରିବା ପାଇଁ, ରାତ୍ରିକୁ ଦିବସକୁ ପୃଥକ କରିବା ପାଇଁ ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ସ୍ଥାପନ କଲେ ଲେଖାଯାଇଛି। ସେଥିପାଇଁ ସବୁ ଚିହ୍ନ ଋତୁ ଦିବସ ଆଉ ବର୍ଷର କାରଣ ହେଲା ଲେଖାଯାଇଛି। ପୃଥିବୀରେ ଆଲୋକ ଦେବା ପାଇଁ ଆକାଶ ମଣ୍ଡଳରେ ସେ ଜ୍ୟୋତିର୍ଗଣ ଥାନ୍ତୁ ଲେଖାଯାଇଛି। ତହିଁରେ ସେପରି ହେଲା ଲେଖାଯାଇଛି। ପରମେଶ୍ୱର ଦିବସ ଉପରେ କର୍ତ୍ତୃତ୍ୱ କରିବାକୁ ଏକ ମହାଜ୍ୟୋତି, ରାତ୍ରି ଉପରେ କର୍ତ୍ତୃତ୍ୱ କରିବାକୁ ତାଠାରୁ ସାନ ଏକ ଜ୍ୟୋତି, এই ଦୁଇ ମହାଜ୍ୟୋତି ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ। ଆମେ ସିଧାସଳଖ ଯଦି ବୁଝିବାକୁ ଯିବା କହିଲେ, ନର୍ମାଲ ଭାବରେ ରାତିକୁ ଆଉ ଦିବସକୁ କର୍ତ୍ତୃତ୍ୱ କରିବା ପାଇଁ ଏଠି ଜ୍ୟୋତିର୍ଗଣ ହୁଅନ୍ତୁ ବୋଲି କହିଲେ। ରାତିରେ କର୍ତ୍ତୃତ୍ୱ କରିବା ପାଇଁ ମାନେ ଗୋଟେ ସାଇଡ୍ ଦେଖିଲେ ଆମେ ଜହ୍ନକୁ ବୁଝିପାରିବା। ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ହେଲେ ଆମେ ସୂର୍ଯ୍ୟକୁ ବୁଝିପାରିବା। ଆଉ ଜ୍ୟୋତିର୍ଗଣ ସ୍ଥାପନ କଲେ ଲେଖାଯାଇଛି। ଜ୍ୟୋତିର୍ଗଣ ମାନେ ତାରାମାନଙ୍କୁ ବୁଝାଉଛି। ଏ ପ୍ରକାର ଭାବରେ ସୂର୍ଯ୍ୟ ଚନ୍ଦ୍ର ତାରାକୁ ବୁଝାଉଛି। ତ ବାଇବଲରେ ସୂର୍ଯ୍ୟ ଚନ୍ଦ୍ର ତାରାର ମିନିଂ ଅଲଗା ଅଛି। ବାଇବଲରେ ସୂର୍ଯ୍ୟ ଚନ୍ଦ୍ର ତାରାର ମିନିଂ କଣ ଜାଣିଛନ୍ତି କି? ସୂର୍ଯ୍ୟର ମିନିଂ ହେଉଛି ପରମେଶ୍ୱରଙ୍କର ପ୍ରତିଛବି, ଆଉ ଜହ୍ନର ପ୍ରତିଛବି ହେଉଛି ଯୀଶୁଙ୍କର ପ୍ରତିଛବି। ତାରାଗଣର ପ୍ରତିଛବି ହେଉଛି ମଣିଷ ମାନଙ୍କର ପ୍ରତିଛବି। ଏତେ ଏ ପ୍ରକାର ଭାବରେ ପରମେଶ୍ୱର ଅନ୍ଧକାର ଆଉ ଦିବସକୁ ଦିବସ ଉପରେ କର୍ତ୍ତୃତ୍ୱ କରିବା ପାଇଁ ପରମେଶ୍ୱର ପ୍ରକାର ଭାବରେ ନିର୍ମାଣ କରିଛନ୍ତି ଲେଖାଯାଇଛି। ସେଥିପାଇଁ ସୂର୍ଯ୍ୟର ତାର ନିଜର ଆଲୋକ ଅଛି, ଚନ୍ଦ୍ରର ନିଜର କିଛି ଆଲୋକ ନାହିଁ। ସେଥିପାଇଁ ଚନ୍ଦ୍ର କଣ କରୁଛି? ସୂର୍ଯ୍ୟର ତାର ସୂର୍ଯ୍ୟ କିରଣକୁ ସେ ଗ୍ରହଣ କରୁଛି, ଆଉ ରାତିରେ ସେ ପ୍ରକୃତିରେ ଆଲୁଅ ଦେଉଛି। ସେଥିପାଇଁ ତାରାଗଣ ମାନେ ମଧ୍ୟ ସେ ପ୍ରକାର ସୂର୍ଯ୍ୟର ଆଲୋକ ଦ୍ୱାରା ଏ ପୃଥିବୀର ପ୍ରକୃତିରେ ଆକାଶରେ ଚମକୁଛନ୍ତି। ତ ଠିକ୍ ସେମିତି ମନୁଷ୍ୟର ନିଜ ପାଖରେ କିଛି ପାୱାର ନାହିଁ, କିନ୍ତୁ ଯୀଶୁଙ୍କ ଦ୍ୱାରା ପାୱାର ପାଇକି ମନୁଷ୍ୟ ପ୍ରକୃତିରେ ଏ ପୃଥିବୀ ପ୍ରକୃତିରେ ବଞ୍ଚି ପାରିବ। ସେଥିପାଇଁ ପରମେଶ୍ୱର ଗୋଟେ ବିଷୟ ଏ ଜାଗାରେ ପ୍ରକାଶ କରିବା ପାଇଁ ଚାହାନ୍ତି କି ଉଁ, ଅନ୍ଧକାର ଦୀପ୍ତିକୁ ପୃଥକ କରିବା ପାଇଁ ଲେଖାଯାଇଛି। ଅନ୍ଧକାର ଦୀପ୍ତିକୁ ପୃଥକ କରିବା ପାଇଁ ମାନେ କଣ? ମନୁଷ୍ୟ ଭିତରେ ବିଭିନ୍ନ ପ୍ରକାର ପାପ ଅଛି। ମନୁଷ୍ୟ ବିଭିନ୍ନ ପ୍ରକାର ପାପ କରୁଛି। ମନୁଷ୍ୟ ଅନ୍ଧକାରରେ ବଞ୍ଚୁଛି, ମନୁଷ୍ୟ ନିର୍ଜନରେ ବଞ୍ଚୁଛି, ମନୁଷ୍ୟ ଶୂନ୍ୟ ଭାବରେ ବଞ୍ଚୁଛି। ଏହାର ମିନିଂ କଣ? ମନୁଷ୍ୟ ପାଖରେ କିଛି ଆଶା ନାହିଁ। ମନୁଷ୍ୟ ନିଜକୁ ଆଲୋକିତ କରିପାରିବ ନାହିଁ। ମନୁଷ୍ୟ ପାଖରେ ନିଜର କିଛି ପାୱାର କିଛି ନାହିଁ। ସେଥିପାଇଁ ମନୁଷ୍ୟ କେତେବେଳେ ପାୱାରଫୁଲ ହବ? ଯେତେବେଳେ ଈଶ୍ୱରଙ୍କ ସହିତ, ଯୀଶୁଙ୍କ ସହିତ କନେକ୍ସନ ହବ। ସେଥିପାଇଁ ଏଇଟା ହଉଛି ଗୋଟେ ବାକ୍ୟ କନେକ୍ସନ କୁ ବୁଝଉଛି। ଯେମିତି ଗୋଟେ ମ୍ୟାଗ୍ନେଟିକ ପାଖରେ ପାୱାର ଅଛି, ମ୍ୟାଗ୍ନେଟିକ ପାୱାର ଅଛି। କିନ୍ତୁ ଲୁହା ମ୍ୟାଗ୍ନେଟିକ ଠାରୁ ବହୁତ ଷ୍ଟ୍ରଙ୍ଗ, କିନ୍ତୁ ଲୁହା ପାଖରେ କୌଣସି ମ୍ୟାଗ୍ନେଟ ନାହିଁ। ସେଥିପାଇଁ ଏ ମ୍ୟାଗ୍ନେଟିକ ଲୁହାକୁ ପ୍ରକୃତିରେ ଟାଣୁଛି। ଲୁହା ଯେତେବେଳେ ମ୍ୟାଗ୍ନେଟିକ ଦ୍ୱାରା ଟଣା ଯାଉଛି, ସେ ଲୁହା ମଧ୍ୟ ନାହିଁ ଗୋଟେ ମ୍ୟାଗ୍ନେଟିକ ଭାବରେ ପରିଣତ ହଉଛି।
ସେଥିପାଇଁ ମାନେ ପରସ୍ପର ଯେତେବେଳେ ମିଶୁଛନ୍ତି ସେତେବେଳେ ତାଙ୍କର ଶକ୍ତି ପ୍ରକୃତରେ ଆହୁରି ଅଧିକ ଷ୍ଟ୍ରଙ୍ଗ ହଉଛି। ସେଥିପାଇଁ ଗୋଟେ ସାଉଣ୍ଡ ବକ୍ସ ତିଆରି କରାଯାଇଛି। ସାଉଣ୍ଡ ବକ୍ସ ହଉଛି ଗୋଟେ ସାଉଣ୍ଡ ବକ୍ସର କାମ କଣ ଜାଣିଛ? ସାଉଣ୍ଡ ବକ୍ସରେ ଗୋଟେ କାମ ସେ ଖାଲି ଆବାଜକୁ ପ୍ରକୃତରେ ଫିଙ୍ଗିବ, ପ୍ରକାଶ କରିବ। ସେଥିପାଇଁ ସାଉଣ୍ଡ ବକ୍ସ ସହିତ କଣ ତିଆରି କରାହେଇଛି? ଗୋଟେ ରିସିଭର ଅଛି, ମେସିନ୍ ଅଛି ରିସିଭର, ଆଉ ଗୋଟେ ମାଇକ୍ ଅଛି। ମାଇକ୍ ଗ୍ରହଣ କରୁଛି, ରିସିଭରକୁ ଦଉଛି, ରିସିଭର କାହାକୁ କାହାକୁ ଟ୍ରାନ୍ସଫର କରୁଛି? ସ୍ପିକର। ଆଉ ସ୍ପିକର କଣ କରୁଛି? ସେଟା ଗୋଟେ ବହୁତ ବଡ ଭଏସ ଦଉଛି ଆଉ ଦୂରକୁ ପଠଉଛି। ସେମିତି ମଣିଷ ହଉଛି ଗୋଟେ ରିସିଭର ପରି, ଆଉ ରିସିଭ କଲା ପରେ ସେ ଗୋଟେ ସ୍ପିକର ପରି ପ୍ରକୃତିରେ ଫିଙ୍ଗିବ। ସେଥିପାଇଁ ପରମେଶ୍ୱର ମନୁଷ୍ୟକୁ ଏ ପ୍ରକାର ଭାବରେ ତିଆରି କରି ଆସନ୍ତି, ମନୁଷ୍ୟ କେବଳ ଗ୍ରହଣ କରିବ, ଅନୁଗ୍ରହ ପାଇବ, ରିସିଭ ଖାଲି କରିବ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ପୃଥିବୀରେ ମନୁଷ୍ୟ ଯେମିତି ଖୁସି ହେଇପାରିବ, ସବୁ ବିଷୟକୁ ଗ୍ରହଣ କରିକି ପାଇକି ଅନୁଗ୍ରହ ଦ୍ୱାରା, ସେଥିପାଇଁ ମନୁଷ୍ୟକୁ ପ୍ରକୃତରେ ଏ ପ୍ରକାର ଭାବରେ ଦୁର୍ବଳ କରିକି ସୃଷ୍ଟି କରାହେଇଛି। ତ ମନୁଷ୍ୟ ଯେତେବେଳେ ଜାଣିବ ମୁଁ ଦୁର୍ବଳ ଆଉ ମୋ ନିଜ ଦ୍ୱାରା କିଛି ହବ ନାହିଁ, ସେ ସମୟରେ ସେ ମନୁଷ୍ୟ ପ୍ରଭୁଙ୍କ ଉପରେ ନିର୍ଭର କରିକି ବଞ୍ଚିବ। ସେ ସମୟରେ ପରମେଶ୍ୱର ତାର ଲାଇଫରେ ପଢେଇକି ନେବେ, ତାର ମାଲିକ ପ୍ରକୃତରେ ହେବେ। ସେଥିପାଇଁ ଯଦି ଆମେ ଦେଖିବା, ଟିକେ ଦେଖିବା ଆମେ ଗୀତ ସଂହିତା 135 ପର୍ବର ବାକ୍ୟ ଟିକେ ଦେଖିବା। 136 ର 8 ପଦ। ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟ ନିର୍ମାଣ କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ରାତିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ତ ଏ ଜାଗାରେ କଣ ଲେଖା ହେଇଛି? ଦିବସରେ କର୍ତ୍ତୃତ୍ୱ କରିବା ପାଇଁ ସୂର୍ଯ୍ୟ ନିର୍ମାଣ କଲେ, ସେ ଲେଖା ହେଇଛି। ସେ ମାନେ ଈଶ୍ୱରଙ୍କୁ ବୁଝଉଛି, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଲେଖା ହେଇଛି। ସେଥିପାଇଁ ଈଶ୍ୱର କିଏ? ଅନନ୍ତ କାଳ ସ୍ଥାୟୀ। ସେ ଅନନ୍ତ କାଳ ସ୍ଥାୟୀ ଭାବରେ ତାଙ୍କ ପାଖରେ ଦୟା ଅଛି। ସେଥିପାଇଁ ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ନିର୍ମାଣ କଲେ ସେ, ତାହାଙ୍କ କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ ଲେଖା ହେଇଛି। ପ୍ରଥମ ଯା ପ୍ରଥମ ଜାତ ମାନଙ୍କୁ ସଂହାର କରିବା ଦ୍ୱାରା ମିଶନର ଆଘାତ କଲେ ସେ ଲେଖା ହେଇଛି। ସେଥିପାଇଁ ଏଇ ଜାଗାରେ ଖାଲି ଆପଣ ଯାହା ବି ପଢିବେ ଗୋଟେ ୱାର୍ଡ ପାଇବେ, ସେ ବୋଲି ଲେଖା ହେଇଛି। ସେଥିପାଇଁ ସବୁର ମାଲିକ କିଏ? ସବୁର ମାଲିକ କିଏ ହେବା ପାଇଁ ପ୍ରକୃତରେ ପ୍ରକାଶ କରାଯାଇଛି? ଈଶ୍ୱର। ସେଥିପାଇଁ ଈଶ୍ୱର ହିଁ ଜଣେ ଲୋକ, ସେ ବୋଲି ପ୍ରକୃତରେ କୁହାଯିବ। ସେଥିପାଇଁ ସୃଷ୍ଟିକର୍ତ୍ତା ହିଁ ସୃଷ୍ଟିକର୍ତ୍ତା ସୃଷ୍ଟ ବସ୍ତୁ ସବୁ ଗ୍ରହଣ କରୁ। ସୃଷ୍ଟ ବସ୍ତୁ କିଏ? ଯିଏ ଯାହା ସୃଷ୍ଟି ହେଇଛି ତାହା ଖାଲି ନିର୍ମାଣ କରିପାରିବ। ଆଉ ସୃଷ୍ଟ ବସ୍ତୁ କେବେ ମଧ୍ୟ ନିଜେ ସୃଷ୍ଟି କରିପାରିବ ନାହିଁ। ସୃଷ୍ଟିକର୍ତ୍ତା ଯାହା ତିଆରି କରିଅଛନ୍ତି, ସୃଷ୍ଟି କରିଛନ୍ତି, ତାହା ଖାଲି ସେ ନିର୍ମାଣ କରିବ। ସେଥିପାଇଁ ମନୁଷ୍ୟ ପାଖରେ କେତେ ପର୍ଯ୍ୟନ୍ତ ପାୱାର ଅଛି? ମନୁଷ୍ୟ ଗୋଟେ କାଠକୁ ବ୍ୟବହାର କରିବ, ଆଣିବ, ସେଇଟା ଯେକୌଣସି ଫର୍ଣ୍ଣିଚର ତିଆରି କରିପାରିବ। ତ ମନୁଷ୍ୟକୁ ସେତିକି ପରମେଶ୍ୱର ଜ୍ଞାନ ଦେଇছে। କିନ୍ତୁ ଗୋଟେ ଗଛକୁ, ଗୋଟେ ପାଣିକୁ, କି ସୂର୍ଯ୍ୟକୁ, ଚନ୍ଦ୍ରକୁ, ତାରାକୁ, କି ଅନ୍ୟ କୌଣସି ବିଷୟ ମନୁଷ୍ୟ କେବେ ମଧ୍ୟ ନିଜେ ତିଆରି କରିପାରିବ ନାହିଁ, ନିଜେ ଉତ୍ପନ୍ନ ନିଜେ ସୃଷ୍ଟି କରିପାରିବ ନାହିଁ। ତ ମନୁଷ୍ୟ ପାଖରେ ଏ ପାୱାର ପ୍ରକୃତରେ ଦିଆଯାଇ ନାହିଁ। ମନୁଷ୍ୟ ମନୁଷ୍ୟର କୃତ୍ରିମ ଶରୀର ତିଆରି କରିପାରୁଛି, କୃତ୍ରିମ ଶରୀର ତିଆରି କରିକି ମନୁଷ୍ୟ ପୁରୀ ମାନେ ତାର ଆକ୍ଟିଭିଟି ପ୍ରକୃତରେ ଦଉଛି। କିନ୍ତୁ ମନୁଷ୍ୟ କଣ କରିପାରୁନାହିଁ ଜାଣିଛନ୍ତି? ସେ କୃତ୍ରିମ ଶରୀର ପାଇଁ ଗୋଟେ ରକ୍ତ ଦେଇପାରୁନାହିଁ, ଆଉ ଆଉ ଗୋଟେ ଜୀବନ ଦେଇପାରୁନାହିଁ। ଚଳପ୍ରଚଳନ ତାର ଆକ୍ଟିଭିଟି ସବୁ ମନୁଷ୍ୟ ପରି କରୁଛି, କିନ୍ତୁ ତା ପାଇଁ ଦୁଇଟା ବିଷୟ ମନୁଷ୍ୟ କରିପାରୁନାହିଁ। ଗୋଟେ ହଉଛି ରକ୍ତକୁ ଦେଇପାରୁନି, ଆଉ ଗୋଟେ ହଉଛି ଜୀବନ ଦେଇପାରୁନାହିଁ। ସେଥିପାଇଁ ମନୁଷ୍ୟ ଏତିକି ଖାଲି ପାରିନାହିଁ, ନହେଲେ ମନୁଷ୍ୟ ନାଇଁ କି ସବୁ କିଛି ପାରିଛି। ଯେ ମନୁଷ୍ୟ ଯଦି ଏତିକି ପାରିଥାନ୍ତେ ଜାଣିଛନ୍ତି, ମନୁଷ୍ୟ କେବେ ବି ଈଶ୍ୱରଙ୍କୁ ବିଶ୍ୱାସ କରିନଥାନ୍ତା। ମନୁଷ୍ୟ କେବେ ବି ଈଶ୍ୱରଙ୍କୁ ବିଶ୍ୱାସ କରିନଥାନ୍ତା, ଆଉ ସତରେ ଈଶ୍ୱର ଅଛନ୍ତି କହିକି ମନୁଷ୍ୟ କେବେ ମଧ୍ୟ ସେନ୍ସ କରିନଥାନ୍ତା। ସେଥିପାଇଁ ପରମେଶ୍ୱର ଏ ଗୋଟେ ବିଷୟ ମନୁଷ୍ୟ ପାଖରେ ଦୁର୍ବଳତା ରଖିବାର କାରଣ ହଉଛି, ମନୁଷ୍ୟ ସଦାବେଳେ ଉଚ୍ଚା ହୃଦୟ ନ ନେଇକି ବଞ୍ଚୁ, ମନୁଷ୍ୟ ସଦାବେଳେ ଗର୍ବି ନ ହଉ, ନିଶ୍ଚିନ୍ତ ଭାବରେ କିଛି ଗୋଟେ ବିଷୟ ତାଙ୍କ ଜୀବନର ଅଭାବକୁ ସେ ଦେଖୁ। ମନୁଷ୍ୟ ସଦାବେଳେ ନିଜ ହୃଦୟ ଭିତରେ ଅଭାବ ପ୍ରକୃତରେ ଦେଖିବାର ଅଛି। ତ ପରମେଶ୍ୱର ଏ କାରଣ ପାଇଁ ଏ ପ୍ରକାର ଭାବରେ ମନୁଷ୍ୟକୁ ଗୋଟେ ଗୋଟେ ପାର୍ଟ ଦୁର୍ବଳ କରିଛନ୍ତି।
କିନ୍ତୁ ଅନ୍ୟ ପକ୍ଷରେ ଯଦି ଆପଣ ଦେଖିବେ ପରମେଶ୍ୱର ମନୁଷ୍ୟକୁ ସବୁ ଉପରେ କର୍ତ୍ତୃତ୍ୱ କରିବା ପାଇଁ ଶକ୍ତି ଦେଇଛନ୍ତି। ଏଁ, ଆମେ କାଲି ସେ ବାକ୍ୟକୁ ନେଇକି କଥା ହଉଥିଲେ। ମନୁଷ୍ୟ ସବୁ ଉପରେ କର୍ତ୍ତୃତ୍ୱ କରିବା ପାଇଁ ପରମେଶ୍ୱର ମନୁଷ୍ୟକୁ ସବୁ ଉପରେ କର୍ତ୍ତୃତ୍ୱ କର ବୋଲି କହିଛନ୍ତି। ସେଥିପାଇଁ ଏ ଜାଗାରେ ମହାନ ବିଷୟ କଣ? ଆମ ସହିତ ଈଶ୍ୱର ଅଛନ୍ତି। ଏଁ, ରାତିରେ କର୍ତ୍ତୃତ୍ୱ କରିବା ପାଇଁ ତାଠାରୁ ସାନ ଏକ ଜ୍ୟୋତି ନିର୍ମାଣ କଲେ ମାନେ ଇଏ ହଉଛି ଚନ୍ଦ୍ର। ଚନ୍ଦ୍ରର କିଛି ପାୱାର ନାହିଁ, ତାର ନିଜର କିଛି ଆଲୋକ ନାହିଁ। ଇଏ ସୂର୍ଯ୍ୟ ଠାରୁ ତାର ସୂର୍ଯ୍ୟ କିରଣ ନେବ ଆଉ ପୃଥିବୀକୁ ଆଲୁଅ ଦେବ ସେ। ଇଏ ହଉଛି ଗୋଟେ ରିସିଭର ପରି। ରିସିଭ କରିବ ଆଉ ଫିଙ୍ଗିବ ସେ। ଏ ତାରାମାନେ ମଧ୍ୟ ସମାନ ସେମିତି। ଏମାନେ ସବୁ କାଠାରୁ ପାଉଛନ୍ତି ସୂର୍ଯ୍ୟ ଠାରୁ। ସେଥିପାଇଁ ଆମେ ହଉଛୁ ସେମିତି, ଆମେ ହଉଛୁ ତାରାଗଣ। ଆମମାନଙ୍କର ପ୍ରତିଛବି ହଉଛି ତାରାଗଣ ମାନଙ୍କର ପ୍ରତିଛବି। ତାରାଗଣ ଯେତେବେଳେ ପରମେଶ୍ୱର ସୃଷ୍ଟି କରିଛନ୍ତି ଆକାଶରେ ସବୁବେଳେ ପ୍ରକୃତିରେ ରଖିଅଛନ୍ତି। ସେମିତି ପୃଥିବୀରେ ମନୁଷ୍ୟମାନଙ୍କୁ ପରମେଶ୍ୱର ବହୁତ ପ୍ରକୃତିରେ ବିସ୍ତାର କରିଅଛନ୍ତି। ସେଥିପାଇଁ ପୃଥିବୀରେ ମନୁଷ୍ୟମାନଙ୍କର ସଂଖ୍ୟା ହଉଛି ବହୁତ। ସୂର୍ଯ୍ୟ ତାରା ସୂର୍ଯ୍ୟ ଚନ୍ଦ୍ର ହଉଛି ଗୋଟେ ଗୋଟେ ଦୁଇଟା, କିନ୍ତୁ ତାରାମାନଙ୍କୁ ଦେଖିଲେ ବହୁତ ଗୁଡ଼ାଏ ଅଛି। ସେଥିପାଇଁ ପରମେଶ୍ୱର ମନୁଷ୍ୟ ବଂଶ ବିସ୍ତାର କରିପାରିବ, କିନ୍ତୁ ମନୁଷ୍ୟ ନିଜ ପାଇଁ କିଛି ଗୋଟେ ବିଷୟ କ୍ରିଏଟ କରିପାରିବ ନାହିଁ। ସେଥିପାଇଁ ପରମେଶ୍ୱର ମନୁଷ୍ୟକୁ ସଦାବେଳେ ସେ ଜାଗାରେ ରଖିବା ପାଇଁ ଚାହୁଁଛନ୍ତି। ଆଉ ଜହ୍ନ ଯେମିତି ସୂର୍ଯ୍ୟର କିରଣ ନେଇକି ଆଲୋକ ପ୍ରକୃତିରେ ଦେଉଛି, ମନୁଷ୍ୟ ଯେମିତି ଈଶ୍ୱର ଯୀଶୁଙ୍କର ଅନୁଗ୍ରହ ପାଇକି ଯୀଶୁଙ୍କ ଠାରୁ ଶକ୍ତି ପାଇକି ସେ ଜଗତରେ ଖୁସିରେ ପ୍ରକୃତିରେ ଯେମିତି ବଞ୍ଚିବ। ଏହି କାରଣ ପାଇଁ ପରମେଶ୍ୱର ଏ ବାକ୍ୟ ପ୍ରକୃତିରେ ଆଜି ଆମମାନଙ୍କୁ ପ୍ରକାଶ କରୁଛନ୍ତି। ସେଥିପାଇଁ ଆଦି ପୁସ୍ତକ 15 ପର୍ବରେ ମଧ୍ୟ ଯଦି ଦେଖିବେ 15ର 5 ପଦ ଆପଣ ଟିକେ କାଢନ୍ତୁ। ଆଦି ପୁସ୍ତକ 15 ପର୍ବର 5 ପଦ। ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯେବେ ତାରା ସମୂହ ଗଣିପାର ତେବେ ଗଣିକୁ। ସେ ଆହୁରି କହିଲେ, ଏହି ପ୍ରକାର ତୁମର ବଂଶ ହେବ। ଦିନେ ପରମେଶ୍ୱର ମଧ୍ୟ ସେ ସମ୍ମାନ କାହାକୁ ଦେଖେଇଥିଲେ? ତାରାମାନଙ୍କୁ ଦେଖେଇଥିଲେ। ତାରାର ଅର୍ଥ କଣ? ମନୁଷ୍ୟର ପ୍ରତିଛବି। ଅବ୍ରାହମ ପାଖରେ ଛୁଆ ନଥିଲା, 80 ବର୍ଷ ବିତି ଯାଇ ସାରିଥିଲା। ସେଥିପାଇଁ ପରମେଶ୍ୱର ବାହାରକୁ ଅବ୍ରାହମକୁ ଆଣୁଛନ୍ତି, ଆକାଶକୁ ଦୃଷ୍ଟି କରେ ବୋଲି କହିକି କହୁଛନ୍ତି, ତୁ ଗଣେ ଆକାଶରେ ଯେତେ ବି ତାରା ଗଣ ତୁ ଦେଖୁଛୁ, ଗଣିକି କହ ତୋର ବଂଶ ଏମିତି ହେବ କହିଥିଲେ। ସେଥିପାଇଁ ଏ ତାରା ଆମେ ଈଶ୍ୱରଙ୍କ ପ୍ରତିଜ୍ଞା ଭିତରେ ପୂର୍ବରୁ ପ୍ରକୃତିରେ ଥିଲୁ। ସେଥିପାଇଁ ତାରା କିଏ ନାହିଁ? ତାରା ହଉଛି ମୁଁ, ଆପଣମାନେ, ଏ ଜଗତର ସମସ୍ତ ଲୋକ, ଏ ସମସ୍ତ ଲୋକମାନେ। ସେଥିପାଇଁ ପରମେଶ୍ୱର ପୂର୍ବରୁ ଏ ପ୍ରକାର ଭାବରେ ଅବ୍ରାହମଙ୍କ ଭିତରେ ହିଁ ଗୋଟେ ବଂଶକୁ ବିସ୍ତାର କରି ଆସନ୍ତି ପୃଥିବୀ ସାରା। ସେଥିପାଇଁ ଆଜି ପୃଥିବୀରେ ଲୋକମାନେ ସବୁ ଦେଶ ଆଡ଼େ ପୃଥିବୀରେ ପରିପୂର୍ଣ୍ଣ ହେଇକି ଅଛନ୍ତି। କାହାର ପ୍ରତିଜ୍ଞା? କିଏ କାମ କରିଛି? ଈଶ୍ୱର କାମ କରିଛନ୍ତି, ଈଶ୍ୱରଙ୍କର ପ୍ରତିଜ୍ଞା। ସେଥିପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ପାଇଁ ଆଜି ପୃଥିବୀରେ ଲୋକମାନଙ୍କର ସଂଖ୍ୟା ବଢ଼ିଛି। ସେଥିପାଇଁ ଏ ବାକ୍ୟକୁ ଦେଖିଲେ ଏ ବାକ୍ୟ ହେଉଛି ବେଶୀ ଆଶ୍ଚର୍ଯ୍ୟ। ପରମେଶ୍ୱର କେମିତି ସେ ଜାଗାରେ କାମ କରିଅଛନ୍ତି, କେମିତି ପରମେଶ୍ୱର ପ୍ରତ୍ୟେକ ବିଷୟରେ ଅନୁଗ୍ରହ ଦେଇକି କଢ଼େଇକି ନେଇ ଅଛନ୍ତି। ଗୀତ ସଂହିତା 8 ପର୍ବର ଯଦି ଦେଖିବେ 8 ପର୍ବର 8 ପର୍ବର 3 ପଦ ବାକ୍ୟ ଯଦି ଦେଖିବେ ସେ ଜାଗାରେ କଣ ଲେଖା ହେଇଛି ଟିକେ ଖୋଲିବା। ମୁଁ ତୁମ୍ଭ ଅଙ୍ଗଳୀକୃତ ତୁମ୍ଭ ଆକାଶ ମଣ୍ଡଳ ତୁମ୍ଭର ନିରୂପିତ ଚନ୍ଦ୍ର ନକ୍ଷତ୍ର ଗଣକୁ ବିବେଚନା କଲେ କହେ, ମନୁଷ୍ୟ କିଏ ଯେ ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ, ଆଉ ମନୁଷ୍ୟର ସନ୍ତାନ କିଏ ଯେ ତୁମ୍ଭେ ତାହାକୁ ତତ୍ତ୍ୱାବଧାନ କରୁଅଛ। ତା ମାନେ ପରମେଶ୍ୱର କଣ କରିବା ପାଇଁ ଚାହାନ୍ତି? ମନୁଷ୍ୟ କିଏ ସେ ମୁଁ ଯାହା କରିଛି ତମେ ତତ୍ତ୍ୱାବଧାନ କରୁଅଛ। ତ ମନୁଷ୍ୟ ଚିନ୍ତା ବି କରିପାରିବ ନାହିଁ, କଳ୍ପନା ବି କରିପାରିବ ନାହିଁ ଯେ ପ୍ରଭୁଙ୍କର ସୃଷ୍ଟି କେମିତି ହେଲା। ପ୍ରଭୁ କେମିତି ଗୋଟେ ଗୋଟେ ବିଷୟକୁ ରଖି ଅଛନ୍ତି ଗୋଟେ ସଜେଇକି। ପାହାଡ଼ ପାହାଡ଼ ଜାଗାରେ ଅଛି, ପଥର ପଥର ଜାଗାରେ ଅଛି, ପାଣି ପାଣି ଜାଗାରେ ଅଛି, ଆଉ ସ୍ଥଳ 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 ଜାଗାରେ ଅଛି। ପ୍ରତ୍ୟେକ ବିଷୟକୁ ଯଦି ଆମେ ଦେଖିବା ଗୋଟେ ଗୋଟେ ଆନିମେସନକୁ ଗୋଟେ ସଜେଇଲା ପରି, ଗୋଟେ ମ୍ୟୁଜିୟମ ପରି ଏ ପୃଥିବୀକୁ ପରମେଶ୍ୱର ସଜେଇକି ରଖି ଅଛନ୍ତି। ଏ ପୃଥିବୀ ହେଉଛି ଗୋଟେ ପରମେଶ୍ୱରଙ୍କର କଣ ଜାଣିଛନ୍ତି? ଏଇଟା ହେଉଛି ଗୋଟେ ମ୍ୟୁଜିୟମ। ଆମେ ଯେତେବେଳେ ମ୍ୟୁଜିୟମକୁ ଯାଉଛୁ ସେ ଜାଗାରେ ଆମେ ଯୋଉଟା ଦେଖିନଥିବୁ ସେମିତି ଗୁଡ଼ା ବିଷୟ ପ୍ରକୃତିରେ ଦେଖୁଛୁ। ସେଥିପାଇଁ ପୃଥିବୀରେ ଆମେ ସବୁ ବିଷୟକୁ ସେମିତି ବିଷୟକୁ ଦେଖିପାରିବା। ପ୍ରତ୍ୟେକ ବିଷୟକୁ ସଜେଇକି ରଖାଯାଇଛି। ଏ ପୃଥିବୀ କେତେ ସୁନ୍ଦର! ପରମେଶ୍ୱର ପୃଥିବୀ କେତେ ସୁନ୍ଦର କରିକି ସୃଷ୍ଟି କରି ଆସନ୍ତି। ସେଥିପାଇଁ ମନୁଷ୍ୟ ଖାଲି କଣ କରୁଛି ଜାଣିଛନ୍ତି? ପୃଥିବୀରେ ଖାଲି ଉପଭୋଗ କରୁଛି। ମନୁଷ୍ୟ କଣ କହିପାରିବ? ବା କହିବ, ଏଇଟା ଏମିତି ହେଇଛି ବୋଲି କହିପାରିବ, ଏଟା ଏତେ ସୁନ୍ଦର ହେଇଛି ବୋଲି କହିପାରିବ। ମନୁଷ୍ୟ ସେତିକି ଖାଲି ପ୍ରଶଂସା କରିପାରିବ। ପରମେଶ୍ୱର ମନୁଷ୍ୟକୁ ସେତିକି ଅଧିକାର ଦେଇଛନ୍ତି।
ବାହା ବୋଲି କହିବା ପାଇଁ। କିନ୍ତୁ ମନୁଷ୍ୟ କଣ କହିପାରିବ ନାହିଁ ମୁଁ ହଉଛି ଆଶ୍ଚର୍ଯ୍ୟ କହିପାରିବ ନାହିଁ। ମୁଁ ଆଶ୍ଚର୍ଯ୍ୟ କରିପାରିବି ମନୁଷ୍ୟ କହିପାରିବ ନାହିଁ। କିନ୍ତୁ ମନୁଷ୍ୟ ଜଗତରେ ବଞ୍ଚିଲା ବେଳକୁ ସେମିତି କହୁନି କି ମୋ ଦ୍ୱାରା ହେଲା, ମୁଁ ଟିକେ ସ୍ପେଶାଲ ଲୋକ। ଏ ଜଗତ ଠାରୁ ଟିକେ ମୁଁ ସ୍ପେଶାଲ ଲୋକ ମୁଁ। ମନୁଷ୍ୟ କଣ ସେମିତି କହୁନି କି? ମନୁଷ୍ୟ କହୁଛି ସେମିତି। କିନ୍ତୁ ମନୁଷ୍ୟ କେବେ ମଧ୍ୟ ଗୋଟେ କ୍ରିଏଟର ହେଇପାରିବ ନାହିଁ। ମନୁଷ୍ୟ ସିଏ ହେଇପାରିବ, ମନୁଷ୍ୟ ରିସିଭର ହେଇପାରିବ, ମନୁଷ୍ୟ ଗ୍ରହଣ କରିପାରିବ। ହୁଁ? ସେଥିପାଇଁ ସୂର୍ଯ୍ୟରୁ ଯେମିତି ଆଲୋକ ନେଇକି ଚନ୍ଦ୍ର ପ୍ରକୃତିରେ ପୃଥିବୀକୁ ଆଲୁଅ ଦେଉଛି, ଠିକ୍ ସେହିପରି ମନୁଷ୍ୟ ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇକି ପୃଥିବୀରେ ବଞ୍ଚି ପାରିବ, ଅନୁଗ୍ରହ ପାଇକି। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ମନୁଷ୍ୟକୁ ତିଆରି କରିଅଛନ୍ତି। ଖାଲି ସେତିକି ଖାଲି ନାହିଁ, ଆମେ ଆଉ ଗୋଟେ ବାକ୍ୟ ଯଦି ଦେଖିବା, ଆଇବ ପୁସ୍ତକ 38 ପର୍ବର ଆଇବ ପୁସ୍ତକ 38 ପର୍ବର ଦେଖିବା, ଗୀତ ସଂହିତା ପୂର୍ବରୁ ସେ ଚାପ୍ଟର ଅଛି। ଗୀତ ସଂହିତା 38 ପର୍ବ, ଆଇବ 38 ପର୍ବ 7 ପଦ। ଆଇବ 38 ପର୍ବର 7 ପଦ ଦେଖନ୍ତୁ। ଓ ପରମେଶ୍ୱରଙ୍କ ସନ୍ତାନଗଣ ଆନନ୍ଦରେ ଜୟଧ୍ୱନ କରିବା ବେଳେ କିଏ ତହିଁର କୋଣ ପ୍ରସ୍ତର ବସାଇଲା। ସେତେ ମନୁଷ୍ୟ ସନ୍ତାନ ଗଣ ଆନନ୍ଦ କରିବା ବେଳେ, ଜୟଧ୍ୱନି କରିବା ବେଳେ କିଏ ତହିଁର କୋଣ ପ୍ରସ୍ତର ବସାଇଲା। ତା ମାନେ ଏଠି କୋଣର ପ୍ରସ୍ତରକୁ ବସେଇବା ଲୋକ ଜଣେ ଅଛନ୍ତି। ଉଁ? ଆଉ ପରମେଶ୍ୱରଙ୍କ ସନ୍ତାନ ଗଣ ଆନନ୍ଦ ଧ୍ୱନି ଲେଖା ହେଇଛି, କରିବା ବେଳେ ଲେଖା ହେଇଛି। ସେଥିପାଇଁ ମନୁଷ୍ୟ ଖାଲି ଖୁସି ହେଇପାରିବ ଦେଖିକି ଅନୁଭବ କରିବ। ଉଁ? ମନୁଷ୍ୟ ହେଉଛି ଗୋଟେ ରିସିଭର, ଆଉ ମନୁଷ୍ୟ କେବଳ ପ୍ରଭୁଙ୍କର ରିସିଭ କରିକି ବଞ୍ଚିବ। 8 ପଦ ଲେଖା ହେଇଛି, ଅବା ଯେତେବେଳେ ଗର୍ଭରୁ ନିର୍ଗତ ହେବା ତୁଲ୍ୟ ସମୁଦ୍ର ବାହାରିଲା, ସେତେବେଳେ ଆମ୍ଭେ ମେଘରୁ ତହିଁର ବସ୍ତ୍ର ସ୍ୱରୂପ ଆଉ ନିବିଡ଼ ଅନ୍ଧକାରକୁ ତହିଁର ଗୁଡ଼ାଇବା ବସ୍ତ୍ର ସ୍ୱରୂପ କଲୁ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ସବୁ ବିଷୟକୁ ଢାଙ୍କିଛନ୍ତି, ସବୁ ବିଷୟକୁ ଘୋଡ଼େଇଛନ୍ତି। ମାନେ କଣ? ମନୁଷ୍ୟ ଆଦମ ଆଉ ହବାଙ୍କ ଦ୍ୱାରା ପାପରୁ ଜନ୍ମ ହେଲା। ତାମାନେ ବାଇବଲ ଯେମିତି ପ୍ରକାଶ କରୁଛି ରୋମୀୟ ପୁସ୍ତକ 5 ପର୍ବର 12 ପଦ ବାକ୍ୟ, ଜଣେ ଲୋକ ଦ୍ୱାରା ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ସେଇ ପ୍ରକାର ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ଏ ବାକ୍ୟକୁ ଦେଖିଲେ ଜଣେ ପାପ କରୁଛି ବୋଲି ପାପି ନାହିଁ, କିନ୍ତୁ ଜଣେ ପାପ କରିଛି, ସେ ଲୋକଙ୍କ ଦ୍ୱାରା ପାପ ଆସିଲା। ସେଥିପାଇଁ ପୃଥିବୀରେ ସେଇଟା ପ୍ରବେଶ କଲା, ତା ସବୁ ଲୋକଙ୍କ ପ୍ରତି ଘଟିଲା ଲେଖା ହେଇଛି। ଖାଲି ପାପ ଆସିଲା ସେମିତି ନାହିଁ, ପାପ ସହିତ ମୃତ୍ୟୁ ଆସିଲା ଲେଖା ହେଇଛି। ସେଥିପାଇଁ ଲୋକ ମଲେ ଲେଖା ହେଇଛି ଭାଇ। ସେଥିପାଇଁ ମନୁଷ୍ୟ ଜଣେ କିଏ ଜାଣିଛ? ମଲା ଲୋକ। ମୂଲା ଲୋକର କିଛି ଜୀବନ ଅଛି କି? ମୂଲା ଲୋକ ନିଜ ପାଇଁ କିଛି କରିପାରିବ କି? ନାଇଁ, ମୂଲା ଲୋକ ପାଇଁ କବର ଦରକାର, ତାକୁ ସମାଧି କ୍ରିୟା ଦରକାର। ହୁଁ? ସେଥିପାଇଁ ସମାଧି କ୍ରିୟା ହେଲେ ସେ କୋଉ ଜାଗାରେ ରହିବା ଦରକାର? କଫିନ ବକ୍ସରେ ରହିବା ଦରକାର। ମନୁଷ୍ୟ ଯଦି କଫିନ ବକ୍ସରେ ରହିବ, ତ ମନୁଷ୍ୟ ପ୍ରକୃତିରେ ଗର୍ବ ହେଇପାରିବ କି? ମନୁଷ୍ୟ ମୁଁ ବୋଲି କହିପାରିବ କି ସେତେବେଳେ? ନାଇଁ। କିନ୍ତୁ ପୃଥିବୀରେ ବଞ୍ଚିଲା ବେଳକୁ ମନୁଷ୍ୟ କଣ ମୁଁ କହୁନାହିଁ କି? ମନୁଷ୍ୟ ନାଇଁ କି ମୁଁ ବୋଲି କହୁଛି। ହଁ। କାହିଁକି ମୁଁ କହୁଛି? ଏ ମୁଁ କହିବା ଜଣେ ଲୋକ ଅଛି। ବାଇବଲରେ ନାଇଁ କି ଦୁଇ ଜଣ ହିଁ ମୁଁ କହିପାରିବେ। ଜଣେ ହେଉଛନ୍ତି ଈଶ୍ୱର, ଆଉ ଜଣେ ହେଉଛି ଶୈତାନ। ହୁଁ? ସେଥିପାଇଁ ପରମେଶ୍ୱର କହିଲେ ଆମ୍ଭେ କରିବା ବୋଲି କହିଲେ, ଆମ୍ଭେ କଲୁ ଲେଖା ହେଇଛି। କିନ୍ତୁ ଶୈତାନ ମଧ୍ୟ ପ୍ରଭୃତିରେ କହିଲା ଆମ୍ଭେ ଦେବା ବୋଲି ଲେଖା ହେଇଛି। ସେଥିପାଇଁ ସେଥିପାଇଁ ଶୈତାନ ନାହିଁ କି ମନୁଷ୍ୟ ଜୀବନରେ କାମ କରିବା ପାଇଁ କଣ କଲେ? ନାଇଁ, ପରମେଶ୍ୱର ଜାଣନ୍ତି ତୁମେ ଯେଉଁଦିନ ଖାଇବ ସେଇଦିନ ପରମେଶ୍ୱରଙ୍କ ପରି ଭଲ ମନ୍ଦର ଜ୍ଞାନ ପାଇବ ବୋଲି କହିଲେ। ସେଥିପାଇଁ ମନୁଷ୍ୟ ଭିତରେ ଯୋଉ ବର୍ତ୍ତମାନ ଭଲ ମନ୍ଦର ଜ୍ଞାନ ଅଛି, ଏଇଟା ଶୈତାନ ଠାରୁ ଆସିଥିବା ଜ୍ଞାନ। ସେଥିପାଇଁ ମନୁଷ୍ୟ ଭଲ ମନ୍ଦ ଚିନ୍ତା କରିପାରିବ, କିନ୍ତୁ ଭଲ ମନ୍ଦ ସୃଷ୍ଟି କରିପାରିବନି। ଭଲଟା ମନ୍ଦଟା ମନୁଷ୍ୟ ତିଆରି କରିପାରିବନି। ମନୁଷ୍ୟ ଖାଲି ନିର୍ମାଣ କରିପାରିବ। ସେଥିପାଇଁ ମନୁଷ୍ୟ ହେଉଛି ନିର୍ମାଣକର୍ତ୍ତା, ଈଶ୍ୱର ହେଉଛନ୍ତି ସୃଷ୍ଟିକର୍ତ୍ତା। ସେଥିପାଇଁ ଈଶ୍ୱର ସବୁ ବିଷୟକୁ ସୃଷ୍ଟି କରିପାରନ୍ତି, କିନ୍ତୁ ମନୁଷ୍ୟ ଈଶ୍ୱର ସୃଷ୍ଟି କରିଥିବା ବିଷୟକୁ ନେଇକି ସେ ନିର୍ମାଣ କରିପାରିବ। ଗୋଟେ ଫର୍ଣ୍ଣିଚର ତିଆରି କରିପାରିବ, କି ଗୋଟେ କାର ତିଆରି କରିପାରିବ, କି ଗୋଟେ ଏରୋପ୍ଲେନ ତିଆରି କରିପାରିବ, ନହେଲେ ଗୋଟେ କୃତ୍ରିମ ପୃଥିବୀକୁ ପ୍ରକୃତିରେ ତିଆରି କରିପାରିବ, ନହେଲେ ମାନେ ଆଶ୍ଚର୍ଯ୍ୟ ଗୋଟେ ମୁଭିକୁ ତିଆରି କରିପାରିବ ଗୋଟେ ଆନିମେସନକୁ ନେଇକି। ହଁ, ମନୁଷ୍ୟ ଆନିମେସନ ତିଆରି କରିପାରିବ, ମନୁଷ୍ୟ ଗୋଟେ ଜଣେ ଲୋକର ଭଏସ ପ୍ରକୃତିରେ କ୍ରିଏଟ କରିପାରିବ। କିନ୍ତୁ ମନୁଷ୍ୟ କଣ କରିପାରିବ ନାହିଁ, ଏ ପୃଥିବୀକୁ ପରମେଶ୍ୱର ଯେମିତି ସଜ୍ଜିତ କରିକି ରଖିଅଛନ୍ତି ସେ ପ୍ରକାର ମନୁଷ୍ୟ ପୃଥିବୀକୁ କେବେ ସଜେଇ ପାରିବ ନାହିଁ କି ସୃଷ୍ଟି କରିପାରିବ ନାହିଁ।
ସେଥିପାଇଁ ମନୁଷ୍ୟ ହେଉଛି ଜଣେ ଲୋକ ଯେ କି ସବୁଠୁ ଦୁର୍ବଳ ପ୍ରାଣୀ। ଆମେ ଜୀବଜନ୍ତୁମାନଙ୍କୁ ମଧ୍ୟ ତୁଳନା କରିବାକୁ ହେଲେ ବାଘ କେତେ ବଳିଷ୍ଠ। ଆଁ, ବାଘ କେମିତି ସବୁକୁ ଶିକାର କରୁଛି, ସିଂହ ଯେମିତି ସବୁକୁ ଶିକାର କରୁଛି। ଆଁ, ସବୁ ବିଷୟକୁ ଶିକାର କରୁଛି। କିନ୍ତୁ ବାଘକୁ ସିଂହକୁ ଶିକାର କରିବା ଲୋକ ବି ଥିବେ। ସେଥିପାଇଁ ପୃଥିବୀ ନାଇଁ କି ପରସ୍ପର ଉପରେ ନିର୍ଭର କରିବା ପାଇଁ ପରମେଶ୍ୱର ବନେଇଛନ୍ତି। ଭାଗ ଏ କଣ ବାଘ, ସିଂହ ଏମାନେ ଗୋଟେ ସାଇଡ୍ ଦେଖିଲେ ପରଭୋଜି। ଏମାନେ ଠେକୁଆ, ହରିଣ ଏ ପ୍ରକାର ସମସ୍ତଙ୍କ ପ୍ରକୃତିରେ ଆକ୍ରମଣ କରିକି ତାଙ୍କର ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି। ଆଁ, ତ ହରିଣ ଠେକୁଆ ମାନେ କଣ କଣ ଖାଉଛନ୍ତି? ଘାସ, ପତ୍ର ଏ ପ୍ରକାର ବିଷୟ ଖାଉଛନ୍ତି। ଯେତେ ମଣିଷ କଣ କରୁଛି? ମଣିଷ ନାଇଁ କି କୋଉ କୋଉ ଦେଶରେ ବାଘ ମାଂସ ବି ଖାଉଛନ୍ତି, କୋଉ କୋଉ ଦେଶରେ ସିଂହ ମାଂସ ବି ଖାଉଛନ୍ତି। ମଣିଷ କୋଉ ଦେଶରେ ସେଇଟା ହରିଣ ମାଂସ ଖାଉଛନ୍ତି, ଠେକୁଆ ମାଂସ ବି ଖାଉଛନ୍ତି। ମଣିଷ ଏ ପ୍ରକାର ଭାବରେ କୁକୁଡ଼ା ମାଂସ ଖାଉଛି, ଛେଳି ମାଂସ ଖାଉଛି। ଦେଶ ଅନୁସାରେ ପ୍ରକୃତରେ ତାଙ୍କର ଖାଇବା ପ୍ରକୃତରେ ଅଛି। ସେଥିପାଇଁ ଏ ପୃଥିବୀରେ ଯାହା ବି ପ୍ରଭୁ ରଖି ଅଛନ୍ତି ମାନେ ପରସ୍ପର ସହିତ କନେକ୍ସନ ହେଇକି ବଞ୍ଚିବା ପାଇଁ। ସେଥିପାଇଁ ପରମେଶ୍ୱରଙ୍କ ସହିତ ମନୁଷ୍ୟ ଯେତେବେଳେ କନେକ୍ସନ ହେଇକି ବଞ୍ଚିବ, ପ୍ରଭୁଙ୍କ ଭିତରେ ଯୋଉ ଶକ୍ତି ଅଛି ଏ ଶକ୍ତି ମନୁଷ୍ୟର ଜୀବନରେ ପ୍ରବେଶ କରିବ। ସେଥିପାଇଁ ଅବ୍ରାହମ ଯେତେବେଳେ ପ୍ରଭୁଙ୍କ ସହିତ କନେକ୍ସନ ହେଲା, ସେତେବେଳେ କଣ ହେଲା ଜାଣିଛ? ଶକ୍ତି ପାଇଲା। ସାରା ମତେ ଶକ୍ତି ପାଇଲେ। ସାରା ମଧ୍ୟ ସେତେବେଳେ ଛୁଆ ଜନ୍ମ କଲେ ଯେତେବେଳେ ପ୍ରଭୁଙ୍କ ସହିତ କନେକ୍ସନ ହେଲା। ସେ ସମୟରେ ସେ ତାର ତାର କଣ ଉଁ, ସ୍ତ୍ରୀ ଧର୍ମ ନିବୃତ୍ତ ହେଇଥିଲା, କିନ୍ତୁ ସେଟା ପୁନରାବୃତ୍ତି ହେଲା ଯେତେବେଳେ ପ୍ରଭୁଙ୍କ ସହିତ କନେକ୍ସନ ହେଲା। ଠିକ୍ ସେମିତି ଆମେ ମଧ୍ୟ ଯେତେବେଳେ ପ୍ରଭୁଙ୍କ ସହିତ କନେକ୍ସନ ହବୁ, ବାକ୍ୟ ସହିତ କନେକ୍ସନ ହବୁ, ସେ ବାକ୍ୟ ଆମ ଜୀବନରେ ଗୋଟେ ଶକ୍ତି ଭାବରେ ଆଇବ। ଯେତେବେଳେ ବାକ୍ୟ କାମ କରିବ, ବାକ୍ୟ ଖୁସି ଦେବ, ବାକ୍ୟ ଆନନ୍ଦ ଦେବ ଆମ ଲାଇଫରେ, ସେତେବେଳେ ଆମେ ଜଣେ ଲୋକ ବହୁତ ଖୁସିରେ ପ୍ରଭୁତରେ ବଞ୍ଚିବୁ। ସେଥିପାଇଁ ଏ ବାକ୍ୟ ଆଜିର ବାକ୍ୟ ନେଇକି ଆମକୁ ଏ ପ୍ରକାର ଭାବରେ ଅନୁଗ୍ରହକୁ ପ୍ରଭୁତରେ ଦେବା ପାଇଁ ଚାହୁଁଛି। ସେଥିପାଇଁ ପରମେଶ୍ୱର ଆମ ସମସ୍ତଙ୍କୁ ଏ ପ୍ରକାର ଭାବରେ ଘୋଷିତ କରି ଆସନ୍ତି, ରଖି ଆସନ୍ତି ପୃଥିବୀରେ ସବୁ ଉପରେ କର୍ତ୍ତୃତ୍ୱ କରିବା ପାଇଁ। ସେଥିପାଇଁ ଏ 4 ନମ୍ବର ସୃଷ୍ଟି ହଉଛି ଏଇଟା ମନୁଷ୍ୟ ପାଇଁ ବେଶୀ ଆଶୀର୍ବାଦ। ଏ 4 ନମ୍ବର ସୃଷ୍ଟି ମନୁଷ୍ୟ ପାଇଁ ଗୋଟେ ବହୁତ ଆଶୀର୍ବାଦର କାରଣ ହବ। ସେଥିପାଇଁ ମୁଁ ବି ଆଶା କରେ ଆପଣମାନେ ଏ ପ୍ରକାର 4 ନମ୍ବରକୁ ନେଇକି କେବଳ ଈଶ୍ୱରଙ୍କ ଅନୁଗ୍ରହ ଆଉ ଦୟାକୁ ପାଇକି ପୃଥିବୀରେ ବହୁତ ବଞ୍ଚି ପାରିବେ। ଆଜି ମୁଁ ଏତିକି କହିବି।